ଏଠି ମୁଁ ଆସିଲା ଦିନଠୁ ଦେଖୁଛି ଟୋଟାଲି ପ୍ରାୟ ମାନେ ଇଲେକ୍ଟ୍ରି ପ୍ରାୟ ସମୟ କଟା ହେଉଛି, ଇଲେକ୍ଟ୍ରି କଟା ହେଉଛି। ଇଲେକ୍ଟ୍ରି ଯେହେତୁ କଟା ହେଉଛି କାମ ସବୁ ସରକାର ଇଲେକ୍ଟ୍ରି ଥର ଏଠି ଯେହେତୁ ଜେନେରେଟର କୌଣସି ମାନେ ଥିଲେ ମଧ୍ୟ ସେଟା ସଜଡ଼ା ହେଇନି, କିଛି ହେଇନି। ଇଲେକ୍ଟ୍ରି ଥରେ ଗଲେ ମାନେ ନେଟ୍ ପଳାଉଛି, ନେଟ୍ ପଳାଇଲା ମାନେ କୌଣସି କାମ କୌଣସି ସରକାରୀ କାର୍ଯ୍ୟ ଏଥିରେ ହେଇପାରିବନି। ରହିଲାଠୁ ପବ୍ଲିକ ଅଟୋମେଟିକ୍ ହଇରାଣ ହେଉଛନ୍ତି। ଆଉ ଆମର ବିଲ୍ଡିଂ ଯେଉଁ ନୂଆ ବିଲ୍ଡିଂ ଚାଲିଛି ଏପର୍ଯ୍ୟନ୍ତ ତାର କାର୍ଯ୍ୟ কোনো ସମ୍ପାଦନ ସରିନି। ଏଇଟା ଯେହେତୁ ମୁଁ ଆସିଲା ପରେ ବିଲ୍ଡିଂ ଚାଲିଛି ଏଠିକି ଆକ୍ଚୁଆଲି ବସିବା ପାଇଁ ଲୋକମାନେ ବହୁତ ମାନେ ହଇରାଣ ହେଉଛନ୍ତି। ବସିବା ପାଇଁ ସେମିତି କୌଣସି ଜାଗା ନାହିଁ। ଆଉ ପବ୍ଲିକକୁ ସର୍ଭିସ୍ ଦେବାକୁ ହେଲେ ନିହାତି ଗୋଟେ ବସିବା ଦରକାର। ଗୋଟେ ପବ୍ଲିକ ସର୍ଭିସ୍ ଦେଇପାରୁଛି। ଆଉ ଆକ୍ଚୁଆଲି ବସିବା ପାଇଁ ବହୁତ ହଇରାଣ ହେଉଛି। ନୂଆ ବିଲ୍ଡିଂଟା ଏପର୍ଯ୍ୟନ୍ତ କାର୍ଯ୍ୟ ତାର ସମାଧାନ ସରିନି। ଏସବୁ ନେଇକି ଆପଣ କ'ଣ ଆମକୁ କ'ଣ ଆଶ୍ୱାସନା ଦେବେ? ଆଶ୍ୱାସନା କ'ଣ ଦେବି, ଟିକେ ଏଇଟା ଯଦି କାର୍ଯ୍ୟଟା ଯଦି ଶୀଘ୍ର ଯଦି କାମ ସରାନ୍ତେ, ବିଲ୍ଡିଂ କାମଟା ସରାନ୍ତେ, ଆଉ ଯେଉଁ ବେସିକାଲି ଇଲେକ୍ଟ୍ରିକ୍ କନେକ୍ଟିଭିଟିଟା ଯଦି ମାନେ ଭଲରେ ହୁଅନ୍ତା ତାହେଲେ କାମଟା ଠିକ୍ସେ ହେଇପାରନ୍ତା। ଯେହେତୁ ଇଲେକ୍ଟ୍ରିକ୍ ପ୍ରାୟ ସପ୍ତାହକୁ 4-5 ଦିନ 6 ଦିନ ଏମିତି ପ୍ରାୟ କାଟୁଛନ୍ତି। କାଟିଲାଠୁ ଆମର ଏଠି ଅଫିସ୍ କାମରେ ବାଧାପ୍ରାପ୍ତ ସୃଷ୍ଟି। हॉलमार्क ऑर्नामेंट्स स्वप्नरू सत जाए।